ପିଲାମାନେ କେମିତି ଅଛ? ଆଶା କରୁଛି ସମସ୍ତେ ବହୁତ ଭଲରେ ଥିବ। ହଁ, ଅଛ ନା ନାଇଁ? ତାହେଲେ ଆସ ପିଲାମାନେ, ଆଜି ତମ ଇତିହାସ ବହିର ପ୍ରଥମ ଅଧ୍ୟାୟ ଇତିହାସ ବିଷୟରେ ଧାରଣା ପାଠଟିର କ'ଣ ଭାରତର ଭୌଗୋଳିକ ଅବସ୍ଥା ସହ ଇତିହାସର ସମ୍ପର୍କ ବିଷୟରେ ଆମେ ପଢ଼ିବା। ହଁ ପିଲାମାନେ, ତମେ ଏଠି ସୁନ୍ଦର ଚିତ୍ରଟିଏ ଦେଖୁଥିବ। କ'ଣ ଦେଖୁଛ ଏଇ ଚିତ୍ରରେ? ଏଇ ଚିତ୍ରରେ ଆମ ପୃଥିବୀ ଅଛି, ଯାହା କୋଉ ଭଳିଆ ଦେଖାଯାଉଛି? ଗୋଟେ ଗ୍ଲୋବ ଭଳିଆ ଦେଖାଯାଉଛି ନା ନାଇଁ? ଆଉ ସେଇ ଚିତ୍ରରେ ବିଭିନ୍ନ ଦେଶମାନଙ୍କର ଚିତ୍ର ମଧ୍ୟ ଦେଖାଯାଉଛି। ଆଉ ତା ମଧ୍ୟରୁ ଆମର ସୁନ୍ଦର ଭାରତ ବି ଅଛି ହେଲା। ତ ଏଇ ଚିତ୍ର ଦ୍ୱାରା ଆମେ ଦେଖିପାରୁଥିବା ଯେ ଆମ ଭାରତର ଅବସ୍ଥିତି କୋଉଠି ବା କୋଉ ସ୍ଥାନରେ ଆମ ଭାରତ ରହିଅଛି। ତ ତାହେଲେ ପିଲାମାନେ, ଆସ ଆମେ ପାଠଟିକୁ ଜାଣିବା। ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଭାରତ ଅବସ୍ଥିତ। ଏହା ଏସିଆ ମହାଦେଶର ଦକ୍ଷିଣ ଉପକୂଳରେ ପ୍ରାୟ ମଧ୍ୟଭାଗରେ ଅବସ୍ଥିତ। ହଁ, ଦେଖାଯାଉଛି ନା ନାଇଁ? ଏଟା ମଧ୍ୟଭାଗରେ ଅବସ୍ଥିତ। ଭାରତର ଦକ୍ଷିଣ ଭାଗକୁ 3 ଭାଗରୁ ସମୁଦ୍ର ଘେରି ରହିଛି। ତେଣୁ ଏହାକୁ ଉପଦ୍ୱୀପ ବୋଲି କୁହାଯାଏ। ହଁ, ତମେ ଦେଖିପାରୁଥିବ ଏଇ ଯୋଉ ଆମର ଭାରତ ମାନଚିତ୍ର ଅଛି, ତା ତଳପଟେ କ'ଣ ଅଛି? ପାଣି ରହିଛି ନା ନାଇଁ? ହଁ, ଆଫ୍ରିକା, ଅଷ୍ଟ୍ରେଲିଆ ଓ ୟୁରୋପ ଠାରୁ ଭାରତର ଦୂରତା ପ୍ରାୟ ସମାନ। ପ୍ରାଚୀନ ସଭ୍ୟତାର ବିକାଶ ଘଟିଥିବା ଦେଶଗୁଡ଼ିକ ଭାରତର ସୀମାକୁ ଲାଗି ଏବଂ ଭାରତଠାରୁ ଅନତି ଦୂରରେ ରହିଅଛି। ଏହି ସବୁ ଦେଶ ମଧ୍ୟରେ ଭାରତର ଉତ୍ତର ପୂର୍ବ ସୀମାରେ ଚୀନ, ପଶ୍ଚିମରେ ଇରାନ ରହିଥିବା ବେଳେ ଇରାକ, ଇସ୍ରାଏଲ, ମିଶର, ଗ୍ରୀକ ଆଦି ଦେଶ ଆମ ଦେଶଠାରୁ ଅନତି ଦୂରରେ ଅବସ୍ଥିତ। ତାହେଲେ ପିଲାମାନେ, ଏବେ ଆସ ଆମେ ଭାରତର ପ୍ରାକୃତିକ ବିଭାଗ ବିଷୟରେ ଜାଣିବା। ପ୍ରାକୃତିକ ଗଠନର ବିବିଧତା ଅନୁସାରେ ଭାରତକୁ 6ଟି ଅଞ୍ଚଳରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଉଛି ହିମାଳୟ ପାର୍ବତ୍ୟ ଅଞ୍ଚଳ, ଉତ୍ତରସ୍ଥ ସମତଳ ଅଞ୍ଚଳ, କେନ୍ଦ୍ରସ୍ଥ ମାଳଭୂମି ଅଞ୍ଚଳ, ପଶ୍ଚିମସ୍ଥ ମରୁଭୂମି ଅଞ୍ଚଳ, ଉପକୂଳସ୍ଥ ସମତଳ ଅଞ୍ଚଳ ଏବଂ ସମୁଦ୍ର ମଧ୍ୟସ୍ଥ ଦ୍ୱୀପସମୂହ। ଏଗୁଡ଼ିକ ମଧ୍ୟରେ କେନ୍ଦ୍ରସ୍ଥ ମାଳଭୂମି ଓ ପଶ୍ଚିମସ୍ଥ ମରୁଭୂମି ଯଥାକ୍ରମେ ବୃହତ୍ତମ ଓ କ୍ଷୁଦ୍ରତମ ପ୍ରାକୃତିକ ଅଞ୍ଚଳ। ତ ଏଠି ପିଲାମାନେ ତମେ କେତୋଟି ଚିତ୍ର ଦେଖିପାରୁଥିବ। ପ୍ରଥମ ଚିତ୍ରଟିରେ କ'ଣ ଦେଖୁଛ? ପ୍ରଥମ ଚିତ୍ରରେ ତମେ ଦେଖୁଛ ହିମାଳୟ ପାର୍ବତ୍ୟ ଅଞ୍ଚଳ। ହଁ ନା ନାଇଁ? ସେଭଳିଆ ଆମେ ଦ୍ୱିତୀୟ ଚିତ୍ରରେ କ'ଣ ଦେଖୁଛେ? ସମତଳ ଅଞ୍ଚଳ। ତୃତୀୟ ଚିତ୍ରରେ ଆମେ କ'ଣ ଦେଖିବାକୁ ପାଉଛେ? କିଏ କହିବ? ଆମେ ଏଠି ମରୁଭୂମି ଅଞ୍ଚଳ ଏବଂ ମାଳଭୂମି ଅଞ୍ଚଳ ସବୁ ଆମେ ଦେଖିପାରୁଛେ। ଏବେ ଆସ ପିଲାମାନେ, ଭାରତର ପ୍ରାକୃତିକ ବୈଶିଷ୍ଟ୍ୟ ବିଷୟରେ ଜାଣିବା। ଭାରତର ଇତିହାସକୁ ଏହାର ପ୍ରାକୃତିକ ବିଭାଗ ଗୁଡ଼ିକ ଅନେକାଂଶରେ ପ୍ରଭାବିତ କରିଆସିଛି। ଭାରତରେ 4ଟି ପ୍ରାକୃତିକ ଅଞ୍ଚଳ ରହିଛି। ଆଉ ସେଗୁଡ଼ିକ ହେଲା, ପ୍ରଥମଟି ହେଲା ପାର୍ବତ୍ୟ ଅଞ୍ଚଳ, ଦ୍ୱିତୀୟଟି ହେଲା ନଦୀ ଉପତ୍ୟକା ଅଞ୍ଚଳ, ତୃତୀୟଟି ହେଲା ଜଙ୍ଗଲ ଏବଂ ଚତୁର୍ଥଟି ହେଲା ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ। ଏବେ ଆସ ଆମେ ପାର୍ବତ୍ୟ ଅଞ୍ଚଳ କାହାକୁ କୁହାଯାଏ ଏବଂ କିଭଳି ଦେଖାଯାଏ ଆମେ ଜାଣିବା। ଭାରତର ଉତ୍ତର ସୀମାରେ ଅବସ୍ଥିତ ଅତି ଉଚ୍ଚ ହିମାଳୟ ପର୍ବତ ଶ୍ରେଣୀ କେନ୍ଦ୍ର ଏସିଆ ଠାରୁ ଭାରତକୁ ପୃଥକ୍ କରୁଅଛି। ହିମାଳୟ ପର୍ବତମାଳାର ପାଦଦେଶୀୟ ଅଞ୍ଚଳ ଓ ଉପତ୍ୟକା ଅଞ୍ଚଳର ମୃତ୍ତିକା ଉର୍ବର ଏବଂ ଜଳ ସମ୍ପଦରେ ପରିପୂର୍ଣ୍ଣ। ଏହି ସବୁ ସୁବିଧା ଥିବାରୁ ଏହି ଅଞ୍ଚଳ କୃଷି ଉପଯୋଗୀ ଓ ଘନ ଜନବସତି ପୂର୍ଣ୍ଣ। ଅତି ଉଚ୍ଚ ହିମାଳୟ ପର୍ବତମାଳା ଅତିକ୍ରମ କରି ଉତ୍ତର ଦିଗରୁ ଭାରତକୁ ପ୍ରବେଶ କରିବା କଷ୍ଟକର। କିନ୍ତୁ ଉତ୍ତର ପଶ୍ଚିମ ପାର୍ଶ୍ୱରେ ଥିବା ପାର୍ବତ୍ୟ ଅଞ୍ଚଳରେ କେତେକ ସଂକୀର୍ଣ୍ଣ ଗିରିପଥ ରହିଛି। ଏହି ପଥ ଦେଇ ବିଭିନ୍ନ ସମୟରେ ଆକ୍ରମଣକାରୀ, ବ୍ୟବସାୟୀ ଓ ପରିବ୍ରାଜକମାନେ ଭାରତକୁ ଆସିଛନ୍ତି। ସେମାନେ ଆସିବା ଫଳରେ ସେମାନଙ୍କ ଚଳନି, ଦର୍ଶନ, ଭାଷା ଓ ସାହିତ୍ୟ ଆଦି ଦ୍ୱାରା ଆମ ସଂସ୍କୃତି ପ୍ରଭାବିତ ହୋଇଛି। ଦକ୍ଷିଣ ଭାରତ ମାଳଭୂମିର ପୂର୍ବ ପାର୍ଶ୍ୱରେ ପୂର୍ବଘାଟ ପର୍ବତମାଳା ଓ ପଶ୍ଚିମ ପାର୍ଶ୍ୱରେ
ପଶ୍ଚିମଘାଟ ପର୍ବତମାଳା ଅବସ୍ଥିତ। ପଶ୍ଚିମଘାଟ ପର୍ବତମାଳା ଭାରତର ମଧ୍ୟଭାଗକୁ ଦକ୍ଷିଣ ପ୍ରାନ୍ତ ପର୍ଯ୍ୟନ୍ତ ବିସ୍ତୃତ। ପଶ୍ଚିମଘାଟ ପାର୍ବତ୍ୟ ଅଞ୍ଚଳରେ ପ୍ରଚୁର ବର୍ଷା ହୋଇଥିବାରୁ ଏହା ଘନ ଜଙ୍ଗଲପୂର୍ଣ୍ଣ। ଏହା ଛଡ଼ା ଦକ୍ଷିଣ ଭାରତରେ ଅଧିକାଂଶ ଅଞ୍ଚଳ ପାହାଡ଼ିଆ ଓ ମୃତ୍ତିକା ଅନୁର୍ବର କିନ୍ତୁ ଖଣିଜ ସମ୍ପଦରେ ପରିପୂର୍ଣ୍ଣ। ତାହେଲେ ପିଲାମାନେ ଏଇ ଫଟୋ ଚିତ୍ରରେ ତମେ ଦେଖିପାରୁଥିବ ପାର୍ବତ୍ୟ ଅଞ୍ଚଳ କୋଉ ଭଳିଆ ଦେଖାଯାଏ। ଏବେ ଆସ ନଦୀ ଉପତ୍ୟକା ସମୂହ ବିଷୟରେ ଆମେ ଜାଣିବା। ଆମ ଦେଶରେ ହିମାଳୟ ପାର୍ବତ୍ୟ ଅଞ୍ଚଳ ଓ ଦକ୍ଷିଣ ଭାରତ ମାଳଭୂମି ମଧ୍ୟରେ ଏକ ବିସ୍ତୀର୍ଣ୍ଣ ସମତଳ ଅଞ୍ଚଳ ପୂର୍ବ ପଶ୍ଚିମ ହୋଇ ଲମ୍ବି ରହିଛି। ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର ଆଦି ଚିରସ୍ରୋତା ନଦୀ ଗୁଡ଼ିକର ପଟୁମାଟି ଦ୍ୱାରା ଏହି ସମତଳ ଅଞ୍ଚଳ ସୃଷ୍ଟି ହୋଇଛି। ଏହି ଅଞ୍ଚଳର ମୃତ୍ତିକା ଉର୍ବର ଏବଂ ପ୍ରଚୁର ଜଳ ମିଳୁଥିବାରୁ ଏଠାରେ ବିଭିନ୍ନ ଶସ୍ୟ ଉତ୍ପାଦନ କରାଯାଇଥାଏ। ତେଣୁ ଏହି ଅଞ୍ଚଳରେ ବହୁତ ଲୋକ ବାସ କରନ୍ତି। ଏହି ସବୁ କାରଣରୁ ନଦୀ କୂଳମାନଙ୍କରେ ପ୍ରାଚୀନ ସଭ୍ୟତାମାନ ଗଢ଼ି ଉଠିଥିଲା। ତ ପିଲାମାନେ ଏଠି ତମେ ଚିତ୍ର ଦେଖିପାରୁଥିବ ନଦୀ ଉପତ୍ୟକା କୋଉ ଭଳିଆ ଦେଖାଯାଏ। ତ ସବୁଠୁ ସୁନ୍ଦର ଉଦାହରଣ ହେଉଛି ତମେ ହରପ୍ପା ଏବଂ ମହେଞ୍ଜୋଦାର ବିଷୟରେ ଜାଣିଥିବ। ସେଟା ମଧ୍ୟ କ'ଣ ସେହି ଉପତ୍ୟକା ସିନ୍ଧୁ ନଦୀ ଉପତ୍ୟକା ପାଖରେ ଗଢ଼ି ଉଠିଥିଲା। ଜଙ୍ଗଲ ଭାରତର ହିମାଳୟ ପାର୍ବତ୍ୟ ଅଞ୍ଚଳର ପାଦଦେଶ ଏବଂ ପଶ୍ଚିମ ଘାଟ ପର୍ବତମାଳାର ପଶ୍ଚିମ ପାର୍ଶ୍ୱରେ ପ୍ରଚୁର ବୃଷ୍ଟିପାତ ହେଉଥିବା ଯୋଗୁଁ ଏହି ସବୁ ଅଞ୍ଚଳରେ ଘଞ୍ଚ ଅରଣ୍ୟ ଦେଖାଯାଏ। ଏହା ଛଡ଼ା ଦକ୍ଷିଣ ଭାରତର ଅଧିକାଂଶ ଅଞ୍ଚଳ, ପୂର୍ବ ଓ ଉତ୍ତର ପୂର୍ବ ଭାରତର କେତେକ ଅଞ୍ଚଳରେ ଅରଣ୍ୟ ଦେଖାଯାଏ। ଅରଣ୍ୟଜାତ ଦ୍ରବ୍ୟ ଉପରେ ନିର୍ଭର କରି ଏଠାରେ ଲୋକମାନେ ବାସ କରନ୍ତି। ଅରଣ୍ୟର ଶାନ୍ତ ଓ ସୁନ୍ଦର ପରିବେଶ ସଭ୍ୟତାର ବିଶେଷ କରି ଧର୍ମ, ଦର୍ଶନ ଏବଂ ସାହିତ୍ୟର ଉନ୍ନତି କରିବାରେ ସାହାଯ୍ୟ କରିଅଛି। ଆଚ୍ଛା ପିଲାମାନେ ଚିତ୍ର ଦେଖିଛ? ଏ ଚିତ୍ରରେ ଦେଖିପାରୁଥିବ ତମେ ଜଙ୍ଗଳ କୋଉ ଭଳିଆ ଦେଖାଯାଏ। ଏବେ ଆସ ପିଲାମାନେ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ କାହାକୁ କୁହାଯାଏ ଜାଣିବା। ଆମ ଦେଶର ପଶ୍ଚିମ ପାର୍ଶ୍ୱରେ ଆରବ ସାଗର ଓ ପୂର୍ବ ପାର୍ଶ୍ୱରେ ବଙ୍ଗୋପସାଗର ଉପକୂଳରେ ସମତଳ ଅଞ୍ଚଳ ଦେଖାଯାଏ। ପଶ୍ଚିମ ଉପକୂଳର ସମତଳ ଅଞ୍ଚଳଠାରୁ ପୂର୍ବ ଉପକୂଳର ସମତଳ ଅଞ୍ଚଳ ଅଧିକ ପ୍ରଶସ୍ତ। ପଶ୍ଚିମ ଉପକୂଳସ୍ଥ ସମତଳ ଭୂମି ଗୁଜରାଟ ଠାରୁ କେରଳ ପର୍ଯ୍ୟନ୍ତ ଏବଂ ପୂର୍ବ ଉପକୂଳସ୍ଥ ସମତଳ ଭୂମି ଓଡ଼ିଶା ଠାରୁ ତାମିଲନାଡୁ ପର୍ଯ୍ୟନ୍ତ ବିସ୍ତୃତ। ସାବରମତୀ, ମାହି, ନର୍ମଦା, ତାପ୍ତି ଆଦି ନଦୀଗୁଡ଼ିକର ପଟୁମାଟି ଦ୍ୱାରା ପଶ୍ଚିମ ଉପକୂଳସ୍ଥ ସମତଳ ଅଞ୍ଚଳ ଗଠିତ ହୋଇଥିବା ବେଳେ ମହାନଦୀ, କୃଷ୍ଣା, କାବେରୀ, ଗୋଦାବରୀ ଆଦି ନଦୀର ପଟୁମାଟି ଦ୍ୱାରା ପୂର୍ବ ଉପକୂଳସ୍ଥ ସମତଳ ଭୂମି ଗଠିତ। ସମୁଦ୍ର ଉପକୂଳ ସମତଳ ଭୂମି ଅତ୍ୟନ୍ତ ଉର୍ବର ଓ କୃଷି ପାଇଁ ବେଶ୍ ଉପଯୋଗୀ। ତେଣୁ ଏ ଅଞ୍ଚଳରେ ଘନ ଜନବସତି ଦେଖାଯାଏ। ଉପକୂଳବର୍ତ୍ତୀ ସମତଳ ଅଞ୍ଚଳରେ ଅବସ୍ଥିତ ନଦୀ ମୁହାଣ ଗୁଡ଼ିକରେ ଅନେକ ବନ୍ଦର ଗଢ଼ି ଉଠିଥିଲା, ଯାହାଦ୍ୱାରା ସାମୁଦ୍ରିକ ବାଣିଜ୍ୟର ଉନ୍ନତି ଘଟିଥିଲା। ଏହି ଅଞ୍ଚଳରେ ମଧ୍ୟ ଅନେକ ସହର ଗଢ଼ି ଉଠିଥିବାର ଦେଖାଯାଏ। ତାହେଲେ ପିଲାମାନେ ତମେମାନେ ଭାରତର ପ୍ରାକୃତିକ ଅଞ୍ଚଳ ବା ପ୍ରାକୃତିକ ବିଭାଗ ବିଷୟରେ ତମେ ଭଲ ଭାବରେ ବୁଝିଥିବ। ତ ଏଠି ତମ ପାଇଁ କେତୋଟି ପ୍ରଶ୍ନ ରହିଅଛି। ପ୍ରଥମ ପ୍ରଶ୍ନଟି ହେଲା ଭାରତର ଉତ୍ତର ପୂର୍ବ ସୀମାନ୍ତରେ ଡ୍ୟାକ୍ସ ଦେଶ ରହିଛି। ତମ ପାଖରେ ଏଠି ଚାରୋଟି ଅପସନ ରହିଛି ଇରାକ, ଚୀନ, ଗ୍ରୀସ, ମିଶର। ଦ୍ୱିତୀୟ ପ୍ରଶ୍ନଟି ହେଲା ପ୍ରାକୃତିକ ଗଠନର ବିବିଧତା ଅନୁସାରେ ଭାରତକୁ ଡ୍ୟାକ୍ସଟି ଅଞ୍ଚଳରେ ବିଭକ୍ତ କରାଯାଇଛି। ଅପସନଟି ହେଉଛି 5ଟି, 6ଟି, 7ଟି ଏବଂ 8ଟି। 3 ନମ୍ବର ପ୍ରଶ୍ନଟି ହେଲା ପଶ୍ଚିମ ଉପକୂଳସ୍ଥ ସମତଳ ଭୂମି ଗୁଜରାଟ ଠାରୁ ଡ୍ୟାକ୍ସ ରାଜ୍ୟ ପର୍ଯ୍ୟନ୍ତ ବିସ୍ତୃତ। ଅପସନ ହେଲା କର୍ଣ୍ଣାଟକ, କେରଳ, ଗୋଆ ଏବଂ ମହାରାଷ୍ଟ୍ର। ଚତୁର୍ଥ ପ୍ରଶ୍ନଟି ହେଲା ପୂର୍ବ ଉପକୂଳସ୍ଥ ସମତଳ ଭୂମି ଡ୍ୟାକ୍ସ ନଦୀର ପଟୁମାଟି ଦ୍ୱାରା ଗଠିତ। ଅପସନ ହେଉଛି ନର୍ମଦା, ତାପ୍ତି, ସାବରମତୀ ଏବଂ ମହାନଦୀ। ଏବେ ଆସ ପିଲାମାନେ ଆମେ ଉତ୍ତରଟି ଜାଣିବା।
प्रथम प्रश्नटीर उत्तर होउछि चीन। द्वितीय प्रश्नटीर उत्तर होउछि 6टी। तृतीय प्रश्नर उत्तर होउछि केरल। चतुर्थ प्रश्नटर उत्तर होउछि महानदी। पिलामाने तम ପାଇଁ एबे आउ केतोटी प्रश्न। भारतକୁ काहेकि उपद्वीप ବୋଲି କୁହାଯାଏ? द्वितीय प्रश्नटी ହେଲା ହିମାଳୟ ପର୍ବତମାଳାର ପାଦଦେଶୀୟ ଅଞ୍ଚଳ ଓ ଉପତ୍ୟକା କାହିଁକି କୃଷି ଉପଯୋଗୀ ଓ ଘନ ଜନବସତି ପୂର୍ଣ୍ଣ ଅଟେ? ତୃତୀୟ ପ୍ରଶ୍ନଟି ହେଲା ପଶ୍ଚିମ ଘାଟ ପାର୍ବତ୍ୟ ଅଞ୍ଚଳ କାହିଁକି ଘନ ଜଙ୍ଗଲ ପୂର୍ଣ୍ଣ ଅଟେ? ଏବେ ଆସ ଆମେ ସେହି ପ୍ରଶ୍ନଟିର ଉତ୍ତର ବିଷୟରେ ଜାଣିବା। ପ୍ରଥମ ପ୍ରଶ୍ନଟିର ଉତ୍ତର ହେଉଛି ଭାରତର ଦକ୍ଷିଣ ଭାଗକୁ 3 ଦିଗରୁ ସମୁଦ୍ର ଘେରି ରହିଥିବାରୁ ଏହାକୁ ଉପଦ୍ୱୀପ ବୋଲି କୁହାଯାଏ। ହଁ ପିଲାମାନେ, ଉପଦ୍ୱୀପ କାହାକୁ କୁହାଯାଏ ଜାଣିଲ ତ? ଦ୍ୱିତୀୟ ପ୍ରଶ୍ନର ଉତ୍ତର ହେଉଛି ହିମାଳୟ ପର୍ବତମାଳାର ପାଦଦେଶୀୟ ଅଞ୍ଚଳ ଓ ଉପତ୍ୟକା ଅଞ୍ଚଳର ମୃତ୍ତିକା ଉର୍ବର ଏବଂ ଜଳ ସମ୍ବନ୍ଧରେ ପରିପୂର୍ଣ୍ଣ, ତେଣୁ ଏହି ଅଞ୍ଚଳ କୃଷି ଉପଯୋଗୀ ଓ ଘନ ଜନବସତି ପୂର୍ଣ୍ଣ ଅଟେ। ତୃତୀୟ ଉତ୍ତରଟି ହେଲା ପଶ୍ଚିମ ଘାଟ ପର୍ବତ ଅଞ୍ଚଳରେ ପ୍ରଚୁର ବର୍ଷା ହୋଇଥିବାରୁ ଏହା ଘନ ଜଙ୍ଗଲ ପୂର୍ଣ୍ଣ ଅଟେ। ତାହେଲେ ପିଲାମାନେ, ଆଶା କରୁଛି ତମେ ଏ ପାଠଟିକୁ ବହୁତ ଭଲ ଭାବରେ ବୁଝିଥିବ ଏବଂ ଭାରତର ଭୌଗୋଳିକ ଅବସ୍ଥା ବିଷୟରେ ଜାଣିଥିବ। ପାଠଟିକୁ ସୁନ୍ଦର ଭାବରେ ଏବଂ ମନ ଧ୍ୟାନ ଦେଇକି ଶୁଣିଥିବାରୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।